5 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ 6 ଜଣ ଗଞ୍ଜେଇ ବେପାରୀ ଗିରଫ। ଆଜି ଦିନ 10ଟା ସମୟରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଅବକାରୀ ଟିମର ଚଢ଼ୁରେ 52 କିଲୋ ଗଞ୍ଜେଇ ଯାହାର ମୂଲ୍ୟ 5 ଲକ୍ଷରୁ ଊର୍ଦ୍ଧ୍ୱ, 2ଟି କାର, 4ଟା ମୋବାଇଲ ସହ 6 ଜଣ ଗଞ୍ଜେଇ ବେପାରୀ ଗିରଫ। ପ୍ରକାଶ ଥାଉକି ଆଜି ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଏବଂ ବେଗୁନିଆ ଅବକାରୀ ଏକ ଟିମ୍ ଗଠନ କରି ଦୁଇଟି ଜାଗାରେ ଚଢ଼ଉ କରି 52 କେଜି ଗଞ୍ଜେଇ, 2ଟି କାର, 4ଟି ମୋବାଇଲ ଫୋନ୍ ସହ 6 ଜଣଙ୍କୁ ଗିରଫ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅବକାରୀ ବିଭାଗ ପକ୍ଷରୁ ଆରକ୍ଷୀ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ଜବତ ହୋଇଥିବା ଦୁଇଟି ଧଳା ମାରୁତି କାର, ଏକ ଡିଜିଆର କାର ଯାହାର ପଞ୍ଜୀକୃତ ନଂ ଓଡି 02 CC 6356, ଦ୍ୱିତୀୟଟି ମାରୁତି ଅଲ୍ଟୋ କାର ଯାହାର ପଞ୍ଜୀକୃତି ନଂ ଓଡି 07 BA 0621 ହୋଇଥିବା ବେଳେ ଖୋର୍ଦ୍ଧା ପିତାପଲ୍ଲୀ ନୂଆ ରାସ୍ତାରୁ 3 ଜଣ ଗିରଫ ବେପାରୀ ହେଲେ। 1 ଶୁଭେନ ବାଘର 20 ଘର ଥାନା ପୁରୁଣା କଟକ ଜିଲ୍ଲା ବୌଦ୍ଧ, 2 ସଲିମ ହାତୀ 25 ପିତା ପ୍ରତାପ ହାତୀ ଘର ପାବୁଲିପଡ଼ା ଥାନା ପୁରୁଣା କଟକ ଜିଲ୍ଲା ବୌଦ୍ଧ, 3 ସୁରେନ୍ଦ୍ର କୁଅନର 35 ପିତା ରାନଜୀ କୁଅନର ଘର ଦାୟସାରା ଥାନା ପିଙ୍ଗିରିଆ ଜିଲ୍ଲା କନ୍ଧମାଳ। ଏମାନଙ୍କ ପାଖରୁ 2ଟି ଧଳା ଜରି ବସ୍ତାରେ 30 କେଜି ଗଞ୍ଜେଇ, 3ଟି ମୋବାଇଲ ଫୋନ୍ ଜବତ ହୋଇଥିଲା। ସେହିପରି କନ୍ଧମାଳରୁ ଭୁବନେଶ୍ୱର ଯାଉଥିବା ଗଞ୍ଜେଇ କାର ଡାଳତୋଳା ଛକରୁ ବେଗୁନିଆ ଅବକାରୀ ଟିମ୍ ଅଟକ ରଖି ଯାଞ୍ଚ ବେଳେ କାରରେ ଥିବା 3 ଜଣ ଗଞ୍ଜେଇ ବେପାରୀ ହେଲେ। 1 ସୁବ୍ରତ ଦିଗଲ 30 ଘର ସାଲାଗୁଡ଼ା ଥାନା ଗୋଛପଡ଼ା, 2 ସୁଧୀର ଦିଗଲ 36 ଘର ଆଟ୍ରାଶମ୍ଭୁ ଥାନା ଗୋଛପାଡ଼ା, 3 ଶ୍ରୀଧର ଦିଗଲ 40 ଘର ଶାସିପଦର ଥାନା ପିରିଙ୍ଗିଆ। ଏମାନଙ୍କଠାରୁ 2ଟି ଧଳା ଜରି ବସ୍ତାରେ 22 କେଜି ଗଞ୍ଜେଇ, 1 ମୋବାଇଲ ଫୋନ୍ ଜବତ କରାଯାଇଛି। ଏହି 6 ଜଣଙ୍କୁ ପିଆର କେସ୍ ନଂ 56, 26 ବିନା 27 ଏବଂ 69, 26 ବିନା 27 ମାମଲାରେ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଅବକାରୀ ଆରକ୍ଷୀ ଅଧିକାରୀ ସୁମିତି ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି। ଖୋର୍ଦ୍ଧାରୁ ସୟଦ ଅନସର ଅଲ୍ଲୀଙ୍କ ରିପୋର୍ଟ, ସଠିକ ଖବର। ଯେହେତୁ ସେଠି କଲ୍ଟିଭେସନ୍ ହେଉଛି ଆଉ ସେମାନେ ଜମିକୁ ରିମୋଟ୍ ଏରିଆ ମାନକେ ରଖୁଛନ୍ତି, ଯେଉଁଟା ଇନଫର୍ମେସନ୍ ଠିକ୍ ଟାଇମ୍ରେ ମିଳିପାରୁନି ବିଭିନ୍ନ ଅଫିସ୍ ପାଖରେ, ତେଣୁ ସେମାନେ ମୌକା ଦେଖିକିରି ତାକୁ ବିଭିନ୍ନ ସମୟରେ ଚାଲାଣ କରୁଛନ୍ତି। ତ ଆଜି ବି ଏମିତି ଆମର 2ଟା ପୃଥକ ପୃଥକ NDPS କେସ୍ ହେଇଛି, ଗଞ୍ଜା କେସ୍। ଦୁଇଥିରେ ପ୍ରଥମ କେସ୍ରେ ଖୋର୍ଦ୍ଧା ଏକ୍ସାଇଜ୍ ଷ୍ଟେସନ୍ ୱାଇସି କରିଥିଲେ। ସେଥିରେ 2 ଜଣ ଆସାମୀ ଅଛନ୍ତି, ଯେଉଁମାନେ ସେ ବୌଦ୍ଧର ଜଣେ, ସେ ହେଲା ସଲିମ ହାତୀ, ଆଉ ଜଣେ କନ୍ଧମାଳର ସୁରେନ୍ଦ୍ର କୁଅଁର। ତ ସେମାନେ ଗୋଟେ ମାରୁତି ସୁଜୁକି ଡିଜାୟାର କାରରେ ନେଇକି ଆସୁଥିଲେ 2ଟା ବସ୍ତାରେ ଗଞ୍ଜେଇ, 30 କେଜି ଟୋଟାଲ 15 କେଜି। ତ ସେମାନଙ୍କୁ 2 ଜଣ ଆସାମୀକୁ 30 କେଜି ଗଞ୍ଜେଇରେ ତାଙ୍କର କମର୍ସିଆଲ କ୍ୱାଣ୍ଟିଟିରେ ଗୋଟେ କେସ୍ ହେଲା। ଆଉ ଗୋଟେ ସେମ୍ ବେଗୁନିଆ ଏକ୍ସାଇଜ୍ ଷ୍ଟେସନରେ ଯିଏ ୱାଇସି ଅଛନ୍ତି, ସିଏ କଲେ ଆଉ ଗୋଟେ କେସ୍। ସେଇ ଗାଡ଼ି କାର୍ଟେ ଧରା ପଡ଼ିଲା, ସେଥିରେ ସୁଜୁକି ଅଲ୍ଟୋ କାର୍ଟେ। ସେଥିରେ 3 ଜଣ ଆସାମୀ ଅଛନ୍ତି, ଜଣେ ସୁବ୍ରତ ଦିଗଲ, ଆଉ ଜଣେ ସୁଧୀର ଦିଗଲ, ଆଉ ଜଣେ ହେଲେ ଶ୍ରୀଧର ଦିଗଲ, ମାନେ କନ୍ଧମାଳ ଏରିଆର। ଆଉ ସେମାନେ ବି ଭୁବନେଶ୍ୱର ନେଇକି ଯାଉଥିଲେ, ମାନେ ପ୍ରଥମ ମାନେ ବି ଭୁବନେଶ୍ୱର ନେଉଥିଲେ କନ୍ଧମାଳ ଏରିଆରୁ, ସେକେଣ୍ଡ କେସ୍ ବି ଭୁବନେଶ୍ୱର। ତ ଯେଉଁ ସେକେଣ୍ଡ କେସ୍ରେ ବେଗୁନିଆ ଏକ୍ସପ୍ରେସନ୍ର ଯିଏ ୱାଇସି କରିଛନ୍ତି କେସ୍ଟା, ସେଥିରେ 22 କେଜି ଗଞ୍ଜେଇ ମିଳିଛି କାରରୁ, ଆଉ ଫାର୍ଷ୍ଟରେ ହେଲା 30 କେଜି। ତ 30 ଆଉ 22 ହେଇଗଲା ଆମର 52 କେଜି। ଆଜି ଟୋଟାଲ 52 କେଜି ଗଞ୍ଜେଇ, 5 ଜଣ ଆସାମୀ, 2ଟା କାର, ଆଉ ତା ସହିତ ମୋବାଇଲ ଫୋନ୍ 4 ଗୋଟି ଜବତ ହେଇଛି। ଏମିତି 2ଟା ପୃଥକ ପୃଥକ ଆମର କମର୍ସିଆଲ କ୍ୱାଣ୍ଟିଟିରେ NDPS ଆକ୍ଟରେ 2ଟା କେସ୍ ରୁଜୁ କରାହେଇଛି। ଆଜି 5 ଜଣ ଯାକ ଆସାମୀଙ୍କୁ କୋର୍ଟ 6 ଜଣ ଆସାମୀ, 6 ଜଣ, ସେ ପ୍ରଥମ କେସ୍ରେ ଆଉ ଜଣେ ପରେ ବୁକ୍ ହେଇଛି। ତ 6 ଜଣ ଆସାମୀକୁ ଆମର କୋର୍ଟ ଫରୱାର୍ଡ କରାଯିବ। ପ୍ରଥମ କେସ୍ରେ ଯେଉଁଟା ମୁଁ କହିଥିଲି 2ଟା ବୋଲି, ଆକ୍ଚୁଆଲି ଲେଟର ଏମାନେ ଭୁବନେଶ୍ୱର ନେଇକି ଯାଉଥିଲେ। ତ ପ୍ରଥମ ଯେଉଁଟା ଖୋର୍ଦ୍ଧା ଏକ୍ସାଇଜ୍ ଷ୍ଟେସନରେ ଯେଉଁଟା 2ଟା କହିଥିଲି, ସେଟାରେ ପରେ ଲେଟର ଆଉ ଜଣଙ୍କୁ ଧରା ହେଇଛି। ତ ଏମିତି 6 ଜଣ ଆମର ଆସାମୀ, ଆଉ 2ଟା କାର, ଆଉ ମୋବାଇଲ ଫୋନ୍ ହେଲେ 4ଟା, ଆଉ ଗଞ୍ଜେଇ ଟୋଟାଲ ହେଲା 52 କେଜି। କେତେ ତ ଆନୁମାନିକ ମୂଲ୍ୟ କେତେ ହେବ? ଦେଖନ୍ତୁ, 1 କେଜି ଗଞ୍ଜେଇର 10,000 ରେଟ୍। ତାପରେ ତାଙ୍କର କାର ବି ଅଛି, ତାର ଭ୍ୟାଲୁଏସନ୍, ମୋବାଇଲ ଫୋନ୍ ବି ଅଛି।